କରି ଆପଣ ଜାଣିଛନ୍ତି ଆମ ହରି ଭାଇଙ୍କୁ ତ ବୁଲାବୁଲି ଜମାରୁ ପସନ୍ଦ ନାହିଁ। ସେଇ ସକାଶେ ସେ ସଣ୍ଡେ ମନେଇବା ପାଇଁ ବାହାରି ପଡ଼ିଲେ ନୂଆ ଜାଗା ଏକ୍ସପ୍ଲୋର କରିବା ପାଇଁ। ଆଜି ଯାଇଛନ୍ତି ମା ତାରାତାରିଣୀ ଆଦିଶକ୍ତି ପୀଠ। ମା ତାରାତାରିଣୀ ହେଉଛନ୍ତି ଆମ ଗଞ୍ଜାମ ଜିଲ୍ଲାର 70ରୁ 80% ଲୋକଙ୍କର ମା ଘର ଇଷ୍ଟ। ମନ୍ଦିରଟି ପାହାଡ଼ ଉପରେ ଅବସ୍ଥିତ। ମନ୍ଦିରକୁ ଯିବା ପୂର୍ବରୁ ମାଙ୍କର ଦର୍ଶନ ପାଇଁ ଟିକଟ ଏବଂ ତାଙ୍କ ପୂଜା ପାଇଁ କିଛିଟା ପୂଜା ସାମଗ୍ରୀ ଭାଇ କିଣିକି ନେଲେ। କିଣି ସାରିବା ପରେ ମନ୍ଦିର ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ବସ୍ ରହିଛି, ଯାହା ଯୋଗେ ଆପଣଙ୍କୁ ପାହାଡ଼ ଉପରକୁ ଯିବେ। ସେଇ ମନ୍ଦିରରେ ବସି ସେ ବାହାରି ପଡ଼ିଲେ ମାଙ୍କର ଦର୍ଶନ ପାଇଁ। ସେଠି ପହଞ୍ଚି ଆପଣ ଦେଖିପାରିବେ ମାଙ୍କର ଅତ୍ୟନ୍ତ ସୁନ୍ଦର ମନ୍ଦିର ହୋଇଛି। ମନ୍ଦିର ତ ଅତ୍ୟନ୍ତ ସୁନ୍ଦର ହେଇଛି, ତା ସାଥିରେ ଆପଣ ଉପରକୁ ଗଲା ପରେ ଅନୁଭବ କରିବେ ସତେକି ଯେମିତି ଗଞ୍ଜାମ ଜିଲ୍ଲାର ସବୁତକ ମାଙ୍କଡ଼ ବାସ ଖାଲି ଏଇଠି ହିଁ ଅଛନ୍ତି। ସେଠି ପହଞ୍ଚି ମାଙ୍କର ଭଲସେ ଦର୍ଶନ କଲା ପରେ ତାପରେ ଆମେ ବାହାରି ଆସିଲୁ। ଆସିକିନା କିଛିଟା ଫଟୋଜ କ୍ଲିକ୍ କଲୁ। ତାପରେ ସେଠୁ ଆମେ ଗୋଟେ ଗଛ ବି ଥିଲା, ସେଇଠି ମନତକା ଧାଗା ବି ବାନ୍ଧିଲୁ। ତାପରେ ସେଠୁ ଯେହେତୁ ମନ୍ଦିରଟି ପାହାଡ଼ ଉପରେ ଅବସ୍ଥିତ, ସେଠୁ ସହରର ଦୃଶ୍ୟ ଅତ୍ୟନ୍ତ ମନୋଲୋଭକାରୀ ମଧ୍ୟ ଥିଲା। ତ ସାଙ୍ଗମାନେ ଗଞ୍ଜାମ ଜିଲ୍ଲା ଯଦି ଆପଣ ଆସୁଛନ୍ତି ଏଇ ମନ୍ଦିର ବୁଲିବା ପାଇଁ ଜମାରୁ ଭୁଲିବେନି। ଠିକ୍ ଅଛି, ମୁଁ ରହିଲି, ବାଏ ବାଏ, ସି ୟୁ ଇନ୍ ମାଇ ନେକ୍ସଟ ଭିଡ଼ିଓ। ଟିଲ୍ ଦେନ୍ ଟେକ୍ କେୟାର।